19 ମାର୍ଚ୍ଚ 2025 ବୁଧବାର ଦିନ 120 ବର୍ଷ ପରେ ଗୋଟିଏ ଦିବ୍ୟ ସଂଯୋଗ ବନିବାକୁ ଯାଉଛି। ଏହି ଦିନ ରଙ୍ଗ ପଞ୍ଚମୀ ପଡ଼ିବାକୁ ଯାଉଛି। ଏହି ଦିନ 4ଟି ଯୋଗର ନିର୍ମାଣ ହେଉଅଛି। ପ୍ରୀତି ଯୋଗ, ଗଜକେଶରୀ ରାଜଯୋଗ, ସର୍ବାରିଷ୍ଟ ସିଦ୍ଧି ଯୋଗ ଓ ଧନ ଯୋଗର ଦୁର୍ଲଭ ସଂଯୋଗ ବନୁଅଛି। ଏହି 4ଟି ଯୋଗର ନିର୍ମାଣ ଯୋଗୁଁ ଏହି ପଞ୍ଚମୀ ତିଥିରେ ଆଦିଦେବ ମହାଦେବଙ୍କ ସହିତ ଭଗବାନ ବିଷ୍ଣୁ ଓ ମହାଲକ୍ଷ୍ମୀଙ୍କର ଅସୀମ କୃପା ବର୍ଷିବାକୁ ଯାଉଛି। ଯଦି ଏହି ଦିନ ଆପଣ ଚୁପଚାପ କାହାକୁ କିଛି ନ କହି ତୁଳସୀ ମାତାଙ୍କର ଏହି ଉପାୟ କରିଦେଉଛନ୍ତି ତ ଆପଣଙ୍କର ସବୁ ସମସ୍ୟା ସମ୍ପୂର୍ଣ୍ଣ ରୂପରେ ଦୂର ହୋଇଯିବ। 19 ମାର୍ଚ୍ଚ 2025 ବୁଧବାରକୁ ପଡୁଥିବା ରଙ୍ଗ ପଞ୍ଚମୀ ସବୁ ପଞ୍ଚମୀ ଠାରୁ ସବୁଠାରୁ ବଡ଼ ମନାଯାଏ। ଶାସ୍ତ୍ର ଅନୁସାରେ ଗଜକେଶର ରାଜଯୋଗର ଧନ ଯୋଗ ହେବାରୁ ଫାଇଦା ମିଳିଥାଏ। ମାନ୍ୟତା ଅଛି କି ଏହି ଦିନ ଶୁଭ କାର୍ଯ୍ୟକୁ ଜୀବନରେ ସମୃଦ୍ଧି ଆସିଥାଏ। ତୁଳସୀ ଗଛରେ ଅନେକ ଦେବୀ ଦେବତାଙ୍କର ବାସ ହୋଇଥାଏ। କୌଣସି ବିଶେଷ ଦିନରେ ଏମିତିକି ପଞ୍ଚମୀ, ଅମାବାସ୍ୟା, ଏକାଦଶୀ କିମ୍ବା ପୂର୍ଣ୍ଣମୀ ଦିନ ତୁଳସୀ ମାତାଙ୍କର ପୂଜା କରାଯାଏ ତ ବ୍ୟକ୍ତିର ସବୁ ଆର୍ଥିକ, ମାନସିକ ଓ ଘରୋଇ ସମସ୍ୟାର ସମାଧାନ ହୋଇଯାଇଥାଏ। ପଞ୍ଚମୀ ଦିନ ବିଷ୍ଣୁ ଭଗବାନ ଓ ମହାଦେବଙ୍କ ସହିତ ଶନିଦେବଙ୍କୁ ପୂଜା କରାଯାଏ। କାହିଁକି ନା ଏହି ଦିନ କରାଯାଉଥିବା ପୂଜା ଅନେକ ଗୁଣ ଫଳ ମିଳିଥାଏ। ଏଥିପାଇଁ ଏହି ଦିନ ତୁଳସୀ ମାତାଙ୍କ ସହ ଯୋଡ଼ା ଏହି ଅଦ୍ଭୁତ ଉପାୟ ଆପଣଙ୍କର ସବୁ ପ୍ରକାରର ସମସ୍ୟାକୁ, ଯାହାକୁ ଧନକୁ ନେଇ ହେଉ କିମ୍ବା ଶରୀର ସନ୍ତାନ ପ୍ରାପ୍ତି ପାଇଁ ହେଉ, ଏଥିପାଇଁ ଏହି ଉପାୟକୁ କରିବା ପରେ ଆପଣଙ୍କର ଭାଗ୍ୟ ଉଦୟ ହେଇଯିବ। ଆପଣଙ୍କର ନବଗ୍ରହ ଆପଣଙ୍କୁ ସାଥ ଦେବାକୁ ଷ୍ଟାର୍ଟ କରିବେ। ଆପଣଙ୍କ ଘରର ଉନ୍ନତି ହେବ ଏବଂ ଭଗବାନ ଭୋଳେନାଥଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ବନି ରହିବ। ଆଉ ଯଦି ଆପଣ ଚାହୁଁଛନ୍ତି କି ମହାଦେବଙ୍କ କୃପାରୁ ଆପଣଙ୍କ ଜୀବନର ସମସ୍ତ ପ୍ରକାରର ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯାଉ ତ ମହାଦେବଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ବନି ରହୁ ତ ଦର୍ଶକ ବନ୍ଧୁ ପୁରା ସଚ୍ଚା ଓ ଶ୍ରଦ୍ଧା ଓ ପୁରା ବିଶ୍ୱାସର ସହିତ ଏହି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ, ହର ହର ମହାଦେବ, ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖି ଦିଅନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ରଙ୍ଗ ପଞ୍ଚମୀର ବ୍ରତ ରଖିବା ଦ୍ୱାରା ସବୁ ପ୍ରକାର ପାପରୁ ମୁକ୍ତି ମିଳି ଯାଇଥାଏ। ପାଞ୍ଜି ଅନୁସାରେ ରଙ୍ଗ ପଞ୍ଚମୀ ବ୍ରତ ଚୈତ୍ର ମାସର କୃଷ୍ଣ ପକ୍ଷର ପଞ୍ଚମୀ ତିଥିକୁ କୁହାଯାଏ। ଏହି ଦିନ ବ୍ରତ ରଖିଥାନ୍ତି ଓ ଦେବଦେବ ମହାଦେବଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ପୂଜା କରିଥାନ୍ତି। ଏହି ପଞ୍ଚମୀ ତିଥିରେ ଯେଉଁ ବି ପୂଜା ବା ଯେଉଁ ଉପାୟ ଆପଣମାନେ କରିବେ ତ ଅଧିକ ପୁଣ୍ୟ ଫଳ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ଏହି ପଞ୍ଚମୀ ତିଥି ଦିନରେ ଦେବଦେବ ମହାଦେବ, ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ପାଇବା ପାଇଁ ବହୁତ ଲାଭକାରୀ ଦିନଟିଏ ହୋଇଥାଏ। ଏହି ଦିନ ବର୍ଷ ରଙ୍ଗ ପଞ୍ଚମୀ ଏତେ ଶୁଭ ସଂଯୋଗ ନେଇକି ଆସୁଅଛି କି ଏହି ଦିନ ପୂଜା, ବ୍ରତ, ଦାନ ଆଦିର ଧାର୍ମିକ କାର୍ଯ୍ୟ କରିବା ବ୍ୟକ୍ତିର ଉପରେ ମାତା ଲକ୍ଷ୍ମୀ ନାରାୟଣଙ୍କର କୃପା ବର୍ଷା ହେବ। ଏହି ଦିନ ସଚ୍ଚା ଶ୍ରଦ୍ଧା ଓ ଭକ୍ତି ଭାବରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତୁଳସୀ ଗୋଟିଏ ଏମିତି ଗଛ ଯାହାର ପୂଜାରେ ବହୁତ ଚମତ୍କାରୀ ଓ ବହୁତ ଶୀଘ୍ର ଲାଭ ମନାଯାଏ। ପୁରାଣରେ ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କର ପତ୍ନୀର ଆଖ୍ୟା ଦିଆଯାଇଛି। ଖାସ୍ ଏହି କାରଣରୁ ତୁଳସୀ ମାତାଙ୍କୁ ଏହି ଜଗତର ଜନନୀ ବୋଲି କୁହାଯାଏ। ପ୍ରତି ପଞ୍ଚମୀ ଦିନ ତୁଳସୀ ମାତାଙ୍କୁ ଓ ଦେବୀ ମାତା ଲକ୍ଷ୍ମୀଙ୍କୁ ଶୁଦ୍ଧ ଘିଅର 9 ବତୀ ବାଲା ଦୀପ ଅର୍ପିତ କରି ଆଳତି କରନ୍ତୁ। ପଞ୍ଚମୀ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ତୁଳସୀରେ ଗୋଟିଏ 1 ଟଙ୍କିଆ କଏନକୁ ଲାଲ ରଙ୍ଗର କପଡ଼ାରେ ବାନ୍ଧି ତୁଳସୀ ଗଛ ମୂଳରେ ରଖିଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ଧନ ଓ ସୁଖ ସମୃଦ୍ଧିର ଆଗମନ ହୋଇଥାଏ। ସେହି ଘରେ ଗରିବୀ ଓ ଦୁଃଖ କଷ୍ଟ ଦୂର ହୋଇଥାଏ। କାହିଁକି ନା ତୁଳସୀ ମାତା ଲକ୍ଷ୍ମୀ ମାତାଙ୍କର ବରଦାନ ମିଳିଥାଏ। ଆପଣ ପଞ୍ଚମୀ ଦିନ ତୁଳସୀରେ କଞ୍ଚା କ୍ଷୀର ଚଢ଼ାନ୍ତୁ। ଏହା କରିବା ଦ୍ୱାରା ପିତୃଦୋଷ ଶେଷ ହୋଇଥାଏ। ଆପଣଙ୍କ ପିତୃ ଆପଣଙ୍କୁ ଆଶୀର୍ବାଦ ରୂପରେ ଧନର ଦ୍ୱାର ଖୋଲି ଦେଇଥାନ୍ତି ଏବଂ ଆପଣଙ୍କ ଉପରେ ଅସୀମ କୃପା ବର୍ଷା କରିଥାନ୍ତି। ରଙ୍ଗ ପଞ୍ଚମୀ ଦିନ ସୁହାଗ ସାମଗ୍ରୀ ତୁଳସୀକୁ ଚଢ଼ାଇବା ଦ୍ୱାରା ଘରେ ଖୁସି ଆସିଥାଏ। ସିନ୍ଦୁର, କୁକୁମ୍ବ, ଲାଲ ଶାଢ଼ୀ, ଚୁଡ଼ି, ବିନ୍ଦି ଆଦି ରଙ୍ଗ ପଞ୍ଚମୀ ଦିନ ତୁଳସୀକୁ ଚଢ଼ାନ୍ତୁ। କଞ୍ଚା କ୍ଷୀର ଓ ମିଠା ଭୋଗ ଲଗାନ୍ତୁ। ଏହା କରିବା ଦ୍ୱାରା ତୁଳସୀ ମାତା ଅଧିକ ପ୍ରସନ୍ନ ହୋଇଥାନ୍ତି। ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଧନ ପ୍ରାପ୍ତିର ଆଶୀର୍ବାଦ ଆପଣଙ୍କୁ ମିଳିଥାଏ। ସନ୍ଧ୍ୟା ସମୟରେ ରଙ୍ଗ ପଞ୍ଚମୀ ଦିନ ମାତା ତୁଳସୀଙ୍କ ପାଖରେ ଗୋଟିଏ ଦେଶୀ ଦୀପର ଘିଅଟିଏ ଜାଳନ୍ତୁ।
ସେହି ଦୀପରେ ଅଳ୍ପ ସିନ୍ଦୁର ପକାଇ ବିବାହିତା ମହିଳା ତାଙ୍କ ପତିଙ୍କର ଲମ୍ବା ଆୟୁଷ କାମନା କରି ପଞ୍ଚମୀ ଦିନ ତୁଳସୀ ଗଛରେ ହଳଦୀ ଗଣ୍ଠି ବାନ୍ଧି ଦିଅନ୍ତୁ। ଏହା କରିବା ଦ୍ୱାରା ନକାରାତ୍ମକ ଊର୍ଜା ଦୂର ହୋଇଥାଏ, ଘରେ ସକାରାତ୍ମକ ଊର୍ଜାର ବାସ ହୋଇଥାଏ। ବାସ୍ତୁ ଅନୁସାରେ ତୁଳସୀ ଗଛ ସବୁବେଳେ 3ଟି କିମ୍ବା 5ଟି ଗଛ ଲଗାନ୍ତୁ। ଏହା କରିବା ଦ୍ୱାରା ବାସ୍ତୁ ଦୋଷ ଆପଣଙ୍କର ଦୂର ହୋଇଥାଏ। ତୁଳସୀ ଗଛ ପାଖରେ ଘିଅର ଦୀପ ଲଗାଉଛନ୍ତି ତ ଦୀପ ଲଗାଇବା ପୂର୍ବରୁ ଅଳ୍ପ ଅକ୍ଷତ ପକାନ୍ତୁ, ତାପରେ ଦୀପ ଜଳାନ୍ତୁ। ଏହି ଉପାୟ ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ, ତ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଯାଇଥାନ୍ତି। ରଙ୍ଗ ପଞ୍ଚମୀ ଦିନ ଲାଲ କପଡ଼ାରେ ତୁଳସୀ ପତ୍ରକୁ ଗୁଡ଼ାଇ ଘରର ତ୍ରେଜରୀରେ ରଖନ୍ତୁ। ପଞ୍ଚମୀ ପୂଜା କରି ଆପଣଙ୍କୁ ପୂଜା ଘରେ ଭଗବାନ ବିଷ୍ଣୁଙ୍କୁ ଓ ମାତା ଲକ୍ଷ୍ମୀଙ୍କ ଚରଣରେ ଗୋଟିଏ ତୁଳସୀ ପତ୍ର ଅର୍ପିତ କରିବେ। ଏହାପରେ ତୁଳସୀ ପତ୍ର ସହିତ 1 ଟଙ୍କିଆ କଏନକୁ ଗୋଟିଏ ଲାଲ କପଡ଼ାରେ ଗୁଡ଼ାଇ ଆପଣଙ୍କ ପର୍ସରେ ରଖନ୍ତୁ। ଏହା ଧନ ଲାଭର ଯୋଗ ବନିଯିବ। ଏହା ସହ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟାକୁ ଦୂର କରିଦେବ। ଏବେ ଆସନ୍ତୁ ଜାଣିବା କି ରଙ୍ଗ ପଞ୍ଚମୀ ବୁଧବାର ଦିନ ଗୋଟିଏ ଦୀପ ଓ ହଳଦୀ ବାଲା ଉପାୟଟିଏ କରିବା। ତୁଳସୀ ଗଛର 3ଟି ତୁଳସୀ ପତ୍ର ତୋଳି ନେବେ, ଗୋଟିଏ ଚୁଟକି ହଳଦୀ ନେବେ। ସେହି ହଳଦୀକୁ ପାଣି ମିଶାଇକି ପେଷ୍ଟ ତିଆରି କରିବେ। ଏହା ସହ ଗୋଟିଏ ଦୀପଟିଏ ବି ନେବେ। ଦୀପଟି ଆପଣ ମାଟିର ନେଇପାରିବେ, ଅଟାର ବି ନେଇପାରିବେ। ସେହି ଦୀପରେ ଦେଶୀ ଘିଅ ନେବେ, ଲମ୍ବାବତୀ ଦେବେ। 3ଟି ତୁଳସୀ ପତ୍ରରୁ ଗୋଟିଏ ତୁଳସୀ ପତ୍ର ନେଇ ବିଷ୍ଣୁଙ୍କୁ ସମର୍ପିତ କରିବେ। ସେହି ତୁଳସୀ ପତ୍ରକୁ ଭଗବାନ ବିଷ୍ଣୁଙ୍କ ପାଖରେ କିମ୍ବା କୃଷ୍ଣଙ୍କ ମୂର୍ତ୍ତି ପାଖରେ କିମ୍ବା ଶ୍ରୀରାମଙ୍କ ମୂର୍ତ୍ତି ପାଖରେ ସେହି ତୁଳସୀ ପତ୍ରକୁ ଅର୍ପିତ କରିପାରିବେ। ଯେଉଁ ତୁଳସୀ ପତ୍ରଟି ଆପଣ ଭଗବାନ ବିଷ୍ଣୁଙ୍କ ପାଖରେ ଅର୍ପିତ କରିବେ, ସେହି ତୁଳସୀ ପତ୍ରରେ ଯେଉଁ ହଳଦୀ ବାଲା ପେଷ୍ଟ ବନାଇଥିଲେ ସେହି ପେଷ୍ଟରେ ଗୋଟିଏ ବୁନ୍ଦାଟିଏ ଦେବେ ଏବଂ ଭଗବାନ ବିଷ୍ଣୁଙ୍କ ପାଖରେ ବା କୃଷ୍ଣଙ୍କ ପାଖରେ ବା ଶ୍ରୀରାମଙ୍କ ମୂର୍ତ୍ତି ପାଖରେ ଆପଣ ସେହି ପତ୍ରକୁ ଅର୍ପିତ କରିବେ। ଏବେ ଆପଣଙ୍କ ପାଖରେ ଯେଉଁ 2ଟି ତୁଳସୀ ପତ୍ର ବଳିଲା, ସେହି 2ଟି ତୁଳସୀ ପତ୍ର ଓ ଦୀପକୁ ଧରି ତୁଳସୀ ଚଉରା ପାଖକୁ ଯିବେ। ସବୁଠୁ ପ୍ରଥମେ 2ଟି ତୁଳସୀ ପତ୍ର ଉପରେ 2ଟି ହଳଦୀ ଟୋପା ଗୋଟେ ଗୋଟେ କି ଦେଇଦେବେ। ସେହି ତୁଳସୀ ପତ୍ରକୁ ଆପଣଙ୍କର ତୁଳସୀ ଚଉରା ତୁଳସୀ ଗଛ ପାଖରେ ହିଁ ଅର୍ପିତ କରିଦେବେ। ତାପରେ ସେହି ଦୀପକୁ ତୁଳସୀ ଗଛ ପାଖରେ ପ୍ରଜ୍ୱଳିତ କରିଦେବେ। ଯେଉଁ ବ୍ୟକ୍ତି ତାଙ୍କ ଘରେ ଏହି ପ୍ରକାରର ତୁଳସୀର 3ଟି ପ୍ରକାର ଏହି ଉପାୟ କରିଦେଇଥାନ୍ତି, ତ ତାଙ୍କ ପରିବାର ସବୁବେଳେ ଖୁସିରେ ରହିଥାନ୍ତି। ତାଙ୍କ ପରିବାରରେ କେବେ ବି କୌଣସି ବି ସଙ୍କଟ ଉତ୍ପନ୍ନ ହୋଇନଥାଏ। ଯଦି ଆପଣଙ୍କ ଘରେ ଯେଉଁ ବି କ୍ଲେଶ ରହିଥାଏ ତାହା ସବୁ ସମାପ୍ତ ହୋଇଯାଏ। ତ ଏହି ପ୍ରକାର ଏହି ସୁନ୍ଦର ଉପାୟକୁ କରିବାକୁ ପଡ଼ିବ। ଯଦି ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ବହୁତ ଆସୁଅଛି, ଧନର ସମସ୍ୟା ଲଗାତାର ଲାଗି ରହୁଛି, ଗୋଟିଏ ଟଙ୍କା ପ୍ରାପ୍ତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡୁଛି, ତ ଆପଣ 19 ମାର୍ଚ୍ଚ ବୁଧବାର ଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଚମତ୍କାରୀ ଦୀପବାଲା ଉପାୟ ଅବଶ୍ୟ କରନ୍ତୁ। ଯଦି ଆପଣଙ୍କର ବ୍ୟାପାର ଅଛି, ବିଜନେସ୍ ଅଛି, ଦୋକାନ ଅଛି, ତାହା ଭଲସେ ଚାଲୁନାହିଁ, ତ ରାତିରେ ଶୋଇବା ପୂର୍ବରୁ ବିଶେଷ ଦୀପବାଲା ଉପାୟକୁ ଅବଶ୍ୟ କରିବାକୁ ପଡ଼ିବ। ଦୀପ ଆମ ଘରର ସବୁ ନକାରାତ୍ମକ ଶକ୍ତିକୁ ବାହାର କରିଦେଇଥାଏ। ଏହି ଉପାୟକୁ କେବଳ ବର୍ଷକରେ ମାତ୍ର ଗୋଟିଏ ଥର କରିବାର ମୌକା ଆସିଥାଏ। ଏହି ଉପାୟ ପାଇଁ ଆପଣଙ୍କୁ ତୁଳସୀ ଗଛର ଶୁଖିଲା କାଠି ନେବାକୁ ପଡ଼ିଥାଏ। ଏହା ସହ ଗୋଟିଏ ମାଟିର ଦୀପଟିଏ ନେବେ, ଅଟାର ଦୀପ ବି ନେଇପାରିବେ। ସେହି ଦୀପ ଭିତରେ ଶୁଦ୍ଧ ଘିଅକୁ ପ୍ରୟୋଗ କରିବେ। ସେହି ଘିଅରେ ତୁଳସୀର ଶୁଖିଲା କାଠିକୁ ଭଲସେ ଚାରିପଟେ ଲଗାଇଦେବେ। ତାପରେ ସିନ୍ଦୁର ଚାରିପଟେ ସେହି କାଠିରେ ଲଗାଇଦେବେ। ତାପରେ ଦୀପରେ ଘିଅ ଦେବେ, ସେହି ଘିଅର ଏହି ତୁଳସୀ କାଠିକୁ ପକାଇ ଦେବେ। ସେହି ଦୀପକୁ ନେଇ ଆପଣ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଚାହିଁବେ ତ ଭଗବାନ କୃଷ୍ଣଙ୍କ ସାମ୍ନାରେ, ନାହିଁ ତ ଭଗବାନ ରାମଙ୍କ ସାମ୍ନାରେ ପ୍ରଜ୍ୱଳିତ କରିଦେବେ। ଯେଉଁ ବ୍ୟକ୍ତି ଏହି ଉପାୟକୁ କରିଥାନ୍ତି ତାଙ୍କ ଜୀବନରେ କେବେ ବି ଧନର ସମସ୍ୟା ଆସିନଥାଏ। ଏଥିପାଇଁ ଆପଣ ପୁରା ବର୍ଷରେ ମାତ୍ର ଗୋଟିଏ ଥର ମୌକା ମିଳିଛି, ଏହି ଉପାୟକୁ ଥରେ କରିକି ହିଁ ଦେଖନ୍ତୁ। ଆପଣଙ୍କର ସବୁ ଇଚ୍ଛା ତୁରନ୍ତରୁ ତୁରନ୍ତ ପୁରା ହୋଇଯିବ। ଏହି ଉପାୟକୁ ରାତିରେ ଶୋଇବା ପୂର୍ବରୁ ଆପଣଙ୍କୁ କରିବାକୁ ପଡ଼ିବ। ଏବେ ଆସନ୍ତୁ ଜାଣିବା କି ତୁଳସୀ ଗଛରେ ଆପଣ ଏମିତି କ'ଣ ଢାଳିବେ ଯାହାକି ଆପଣ ଆପଣଙ୍କ ଜୀବନରେ ମହାଧନୀ ବନିଯିବେ। ଏତେ ଧନ ଆପଣଙ୍କୁ ମିଳିବ କି କେବେ ବି ଆପଣଙ୍କର ଧନର କମି ଆସିବ ନାହିଁ, କେବେ ବି ଆପଣଙ୍କର ଧନ ବର୍ବାଦୀ ହେବ ନାହିଁ, ଆପଣଙ୍କର ପଇସା ଅଯଥା ଖର୍ଚ୍ଚ ହେବ ନାହିଁ। ତୁଳସୀର ଯଦି ଆପଣ କୌଣସି ବି ଉପାୟ କରିବେ ତ ଏହା ସିଧା ଶ୍ରୀହରି ବିଷ୍ଣୁଙ୍କୁ ପ୍ରସନ୍ନ କରିଦେଇଥାଏ।
केउ व्यक्ति को केते धन देवाक पड़िबो ताहा भगवान विष्णु को हाथ रे ही थाए। धन देवार काम माता लक्ष्मी करिथांती, जहाँकि माता तुलसींकर रूप होइथांती। माता तुलसी ही माता लक्ष्मींकर स्वरूप होइथांती। तो आपण को कौन करने को पड़िबो ना, एथिपई आपण हलदी नेबे, पेशा हलदी नेबे। आउ एही हलदी गुरु ग्रह सह जोड़ा। एही हलदी आपणकर कुंडली रे गुरु ग्रह को मजबूत करिथाए, सुख सौभाग्य को टाणिकी आनिबार काम करिथाए, धन को बढ़ाइबार भी काम करिथाए। तो आपण गोटे चुटकी पेशा हलदी नेबे, आपणकर तुलसी अगणारे लगाइथिबा तुलसी गछ मूल को एही हलदी पकाइबे देबे। एहा परे ओम नमो भगवते वासुदेवाय नमः एही मंत्र को जप करिवे। केते थर जप करिवे ना 11 रु 12 थर जप करिवे। एही मंत्र को जप करि सारिबा परे हलदी को तुलसी गछ मूल रे पकाई देबे। जेउ व्यक्ति एही उपाय को पंचमी दिन करिथांते तो बुझी नियंतु आपनक जीवन रे आगो को आसुथिबा 7 पीढ़ी पर्यंत गरीबी और दुख कष्ट को दूर करि देइथांती। काहे कि ना हलदी कोनोसी साधारण नुहे। हलदी एते उत्तम होइथाए कि राताराती आपनक जीवन रे चमत्कार आनी थाए। आपण माने देखिथिबे कि कोनोसी भी शुभ कार्य रे प्रथमे हलदीर प्रयोग करा जाए। बहुत उत्तम उपायटी 19 मार्च बुधवार दिन एही उपाय को आपण माने निहाती थरे करिके देखंतु पंचमी दिन। एही उपाय को करिबा द्वारा भगवान विष्णु और महादेव आपणक ठारे एते प्रसन्न हेबे जे आपणक जीवन रे गरीबी और निधनता दूर होई जिवो। तेबे चालंतु आउ गोटे चमत्कार उपाय जानिबा। आउ एही उपायटी आपणकर मुख्य द्वार सह जोड़ा। आउ एही उपायटी श्री लक्ष्मीकर वास पई होइथाय। एते पैसा आपणक घर को आसीबो जहाँ आपणक घरे ही रहिबो। एहा उपरे विशेष करी अजथा खर्च को भी एहा बचाइबो। अधिक रु अधिक लोकंकर एहा ही समस्या थाए। पैसा तो आसी थाए किंतु सही पैसा रही न थाए। तो सही व्यक्ति एही उपाय को विशेष करी करिबा दरकार। जो व्यक्ति पाख को बिल्कुल पैसा आसीबा बंद हो जाइछि, लगातार करज बढ़ी चलीछि, एही विशेष उपाय सही व्यक्ति निहाती करिबा दरकार। एही उपाय पई आपण हलदी नेबे, पेशा हलदी नेबे। सही हलदी रे अल्प पानी मिसाई गाढ़ा गाढ़ा पेस्ट बनाई देबे। सही पेस्ट को नहीं आपण को घरर ट्रेजरी रे आपण स्वस्तिक चिन्ह बनाइबे। जेउठे भी आपण पैसा रखि थांती, आलमीरा रे हेउ, ट्रेजरी रे हेउ, बा जेउठे भी आपण आपणकर पैसा रखुछंती सही जगह रे आपण एही हलदी रे गोटे स्वस्तिक चिन्ह बनाई देबे। एहा परे सही हलदी रे आपणकर पूजा घरे गोटे स्वस्तिक चिन्ह बनाइबे। एहा परे आपणकर घरर मुख्य द्वार रे बाहर पटको दुईटी स्वस्तिक चिन्ह बनाइबे दुई पार्श्व रे। एही परे आपण सही हलदी रे 4टी स्वस्तिक चिन्ह बनाइबे। गोटे आपणकर ट्रेजरी रे, आ गोटे स्वस्तिक पूजा घरे, आ दुईटी आपणकर मुख्य द्वार रे। बस एही उपाय आपण एही 19 मार्च बुधवार पंचमी दिन ही करिवे। आपण देखिबे आपणकर ट्रेजरी पैसा रे भरी रहिबो। केबे भी आपणकर ट्रेजरी खाली रहिबो नाही। काहेकि ना जेउठी हलदीर स्वस्तिक थाए सही जगह रे केबेरी धनर कमी रही न थाए एवं धनर देवी लक्ष्मी वास करिथांती। काहेकि ना हलदी श्री हरि विष्णुक सहित जोड़ा होइथाए, माता लक्ष्मी को सहित भी जोड़ा होइथाए। तो आशा करूची आजर भिडियोटी निहाती भाव में आपको पसंद आसीथिबो। जदि भिडियोटी आपको पसंद आसी थाए तेबे भिडियोटी गोटे लाइक करंतु, भिडियोटी को अधिक अधिक मात्रा रे शेयर करंतु। आम चैनल में जदि आपण माने नुआ अछंती ए पर्यंत चैनल को सब्सक्राइब करि नाहांती ताहाले एबे ही चैनल को सब्सक्राइब करी पाखरे थिबा बेल आइकन टी को दबे दियंतु। कमेंट बॉक्स रे जय माता लक्ष्मी अवश्य लिखंतु।